ଆଜି ଆମେ ପଢ଼ିବା ଚଉପଦୀ। ଚଉପଦୀ ହେଉଛି ଚାରିପଦ ବିଶିଷ୍ଟ ଏକ ସମୃଦ୍ଧ ଓ ଲୋକପ୍ରିୟ ରଚନା। ଏହାର ସାଙ୍ଗୀତିକତା ଅତ୍ୟନ୍ତ ମନମୁଗ୍ଧକର। ଓଡ଼ିଆ ଗୀତିକବିତା ପରମ୍ପରାରେ ଚଉପଦୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ରଚନାଟି କ୍ଷୁଦ୍ର ହେଲେ ମଧ୍ୟ ଏହାର ଭାବ ଅତି ଗଭୀର। ବୋଧହୁଏ ଷୋଡ଼ଶ ଶତାବ୍ଦୀରୁ ଏହି ଚଉପଦୀ ରଚନାର ପରମ୍ପରା ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ। ରୀତି ଯୁଗରେ ଏହା ଏକ ଲୋକପ୍ରିୟ ଗୀତିକବିତା ରୂପେ ଆବିର୍ଭୂତ ହୋଇଥିଲା। କବିସୂର୍ଯ୍ୟ ବଳଦେବ ରଥ, ଉପେନ୍ଦ୍ର ଭଞ୍ଜ, ଧନଞ୍ଜୟ ଭଞ୍ଜ ପ୍ରଭୃତି କବିଗଣ ଏହି ପରମ୍ପରାର ସାର୍ଥକ ପ୍ରସାରକ ଥିଲେ। ପ୍ରାଚୀନ ଓଡ଼ିଆ ଗୀତି କବିତାର ଏକ ସମୃଦ୍ଧ ବିଭାଗ ହେଉଛି ଚଉପଦୀ। ଏହି ପରମ୍ପରାର ସାର୍ଥକ ଦାୟାଦ ଥିଲେ ଦୀନକୃଷ୍ଣ, ଧନଞ୍ଜୟ, ଉପେନ୍ଦ୍ର, ଦୀନବନ୍ଧୁ, ବନମାଳୀ, ଗୋପାଳକୃଷ୍ଣ, ଗୌରଚରଣ, ଗୌରହରି, କବିସୂର୍ଯ୍ୟ ବଳଦେବ ରଥ, ରାମକୃଷ୍ଣ ପଟ୍ଟନାୟକ। ତ ପଦାବଳୀ ପରମ୍ପରାର ଏକ ଉନ୍ନତ ବିଭବ ହେଉଛି ଚଉପଦୀ। ଚଉପଦୀ ଆକାରରେ ସଂକ୍ଷିପ୍ତ ହେଲେ ମଧ୍ୟ ସ୍ୱୟଂସମ୍ପୂର୍ଣ୍ଣ। ଏହାର ପ୍ରତିଟି ପଦ କୌଣସି ଗୋଟିଏ ଚରିତ୍ରର ବ୍ୟାପକ ଜୀବନାନୁଭୂତି ମଧ୍ୟରୁ ଏକ କ୍ଷୁଦ୍ର ଅଂଶକୁ ବ୍ୟକ୍ତ କରିଛି। ଶ୍ରୋତା ଏହା ଶୁଣି ଚରିତ୍ରକୁ ମନୋଭୂମିକୁ ବୁଝି ପାରିଥାଏ। ପଦାବଳୀର ଆଙ୍ଗିକ ରସ ଲୌକିକ ଚଉପଦୀର ଆଙ୍ଗିକ ମଧ୍ୟରେ କିଛିଟା ସମତା ଦେଖିବାକୁ ମିଳେ। ତେବେ ପଦାବଳୀର ଆଙ୍ଗିକ ଭାବ ଚଉପଦୀର ଆଙ୍ଗିକ ଗଢ଼ି ଉଠିନଥାଏ। ଚଉପଦୀକୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ, ଯଥା କୃଷ୍ଣଲୀଳାତ୍ମକ ଚଉପଦୀ ବା ବୈଷ୍ଣବ ଧର୍ମାଶ୍ରୟୀ ଚଉପଦୀ। ଦ୍ୱିତୀୟରେ ମାନସିକ ପ୍ରୀତି ଆଧାରିତ ପ୍ରଣୟ ପ୍ରଧାନ ଚଉପଦୀ। ଓଡ଼ିଶାର ବୈଷ୍ଣବ ଧର୍ମର ପ୍ରସାର କାଳରେ ଏହା ବୈଷ୍ଣବ ଗୀତିକବିତାର ରୂପ ନେଇଥିଲା। ବିଶେଷ କରି ରାଧାକୃଷ୍ଣଙ୍କ ପ୍ରେମ, ବିରହ, ମିଳନ, ରାଗ, ଅନୁରାଗ ଆଦି ଚଉପଦୀରେ ସ୍ଥାନ ପାଇଥିଲା। ଚଉପଦୀରେ କବିଗଣ ମନର ଭାବକୁ ଭକ୍ତି ଭାବନା ସହ ଯୋଡ଼ି କରି ପ୍ରକାଶ କରିଛନ୍ତି। ଦାଶରଥିଙ୍କ ସେ ରୂପକୁ ଦେଖିନାହିଁ ଆଖି, ଦିନମଣିଙ୍କ ଛଳ କରି କୃଷ୍ଣ ମୋ ଠାରେ, ରାମକୃଷ୍ଣଙ୍କ ସଙ୍ଗିନୀ ଏହି କଥା ମୋତେ କହ, ଦୀନକୃଷ୍ଣଙ୍କ ପଡ଼ୁ ଏ କଦମ୍ବ ଯୋଡ଼ୁ ବୃନ୍ଦାବନ, ଉପେନ୍ଦ୍ରଙ୍କର କରି ଗମନା ମୁଁ କରିବି ଗୋ, ଶାଲବେଗଙ୍କ ମୋତେ କେଉଁ ବାଡ଼ି ଲଗାଇଲା, ଚନ୍ଦ୍ରମଣିଙ୍କର ନାଗର ବର ପରି କେ ହେବ ମୋର, ସଦାନନ୍ଦ କବିସୂର୍ଯ୍ୟଙ୍କର ଆହେ ମୋହନ ବଂଶୀଧର ଅପରାଧ କରିଛି ସଖୀ ମୋର ଇତ୍ୟାଦି ବେଶ୍ ଉଲ୍ଲେଖଯୋଗ୍ୟ। ଉପେନ୍ଦ୍ରଙ୍କ ପୂର୍ବରୁ ଚଉପଦୀ ବିକାଶ ଲାଭ କରି ସାରିଥିଲା। ଏହି ସମୃଦ୍ଧ ରୀତିକୁ ପ୍ରୋତ୍ସାହିତ କରିଥିଲେ ଉପେନ୍ଦ୍ର ଓ ତାଙ୍କ ପରବର୍ତ୍ତୀ କବିଗଣ। ନର ନାରୀମାନଙ୍କର ପ୍ରୀତି ଭାଜନାକୁ ନେଇ ମଧ୍ୟଯୁଗର କବିଗଣ ବହୁ ଚଉପଦୀ ରଚନା କରିଛନ୍ତି। ଏହାର ସାର୍ଥକ ଉଦାହରଣ ହେଉଛି ଏହି ସମୟର ମାନବ ପ୍ରୀତିମୂଳକ ଓ ପ୍ରଣୟ ପ୍ରଧାନ ଚଉପଦୀ। ଏହି ଧରଣର ରଚନାରେ ନାୟିକାର ବିରହଦଶା, ନାୟକର ବିଦେଶ ଅନୁଚିନ୍ତା, ଚାଟୁ ଓ ସମ୍ଭୋଗ ସ୍ମୃତି ଆଦି ରୂପ ନେଇଥାଏ। ରାମଚନ୍ଦ୍ର ଜଗଦେବଙ୍କ ଆରେ ସଜନୀ କାନ୍ତ ଏବେ କି ଦୋଷରୁ, ସୋମନାଥ ସିଂଙ୍କ ଧନ ମୋର ରସବତୀ, ଭଞ୍ଜଙ୍କର ବନ୍ଧୁ କାହିଁକି ମୋ ଠାରୁ ଦୁଃଖ, କବିସୂର୍ଯ୍ୟ ବଳଦେବ ରଥଙ୍କର ହଇରାଣ କାହିଁକି ଏତେ, ଆଜ ଏକି ଗୁମାନରେ ଇତ୍ୟାଦି ଚଉପଦୀ ବେଶ୍ ଉଲ୍ଲେଖଯୋଗ୍ୟ। ତାପରେ ଜଗନ୍ନାଥ ଦାସଙ୍କ ଷୋଳ ଚଉପଦୀ ଗ୍ରନ୍ଥଟି ବୋଧହୁଏ ଓଡ଼ିଆ ଭାଷାର ପ୍ରଥମ ଚଉପଦୀମୂଳକ ରଚନା। ଏଥିରେ ଦିଶା, କୌଶିକ, ଚଖି, ଗୁଜରୀ, ବସନ୍ତ, ଆଷାଢ଼ ଶୁଳ୍କ ପ୍ରଭୃତି ରାଗ ବ୍ୟବହୃତ ହୋଇଛି। ଆପଣମାନେ ଦେଖିଦେବେ, ମୁଁ କେବଳ ସର୍ଟରେ ହିଁ ପଢ଼ି ଦେଉଛି ଟିକେ। ଚଉପଦୀ ରଚନା ହେଉଛି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଭାବପ୍ରସୂତ। ବର୍ଣ୍ଣ ଅନୁସାରେ ଯଥା ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣକୁ ଆଧାର କରି ଚଉପଦୀ ମଧ୍ୟ ରଚନା କରାଯାଇଛି।
ସ୍ୱରବର୍ଣ୍ଣକୁ ଆଧାର କରି ଉପେନ୍ଦ୍ର ଚୌପଦୀ ରଚନାରେ ବ୍ରତୀ ହୋଇଛନ୍ତି। ଚୌପଦୀର ପାଦ୍ୟାଦରେ ବିନ୍ୟାସ କରି ସ୍ୱରବର୍ଣ୍ଣର ପ୍ରତିଟି ବର୍ଣ୍ଣକୁ ଆଧାର କରି 16 ଗୋଟି ଚୌପଦୀ ରଚନା କରିଛନ୍ତି, ଯାହା ଚୌପଦୀ ଚନ୍ଦ୍ର ନାମରେ ଖ୍ୟାତ ହୋଇଛି। ସ୍ୱରବର୍ଣ୍ଣ ପରି ବ୍ୟଞ୍ଜନ ବର୍ଣ୍ଣକୁ ମଧ୍ୟ ଆଧାର କରି ଅନେକ ଚୌପଦୀ ରଚିତ ହୋଇଛି। ଧନଞ୍ଜୟଙ୍କ ଚୌପଦୀ ଭୂଷଣ ଅନୁସରଣରେ କବି ଉପେନ୍ଦ୍ର ମଧ୍ୟ 34 ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ ଆଧାର କରି କବି ରଚନା କରିଛନ୍ତି ଚୌପଦୀ ଭୂଷଣ। ଏହି ପରମ୍ପରାରେ ଦାୟାଦ ଭାବେ କବିସୂର୍ଯ୍ୟ ବଳଦେବ ରଥ ରଚନା କରିଛନ୍ତି କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ। ଉପେନ୍ଦ୍ରଙ୍କର ରସ ପଞ୍ଚକ ଗ୍ରନ୍ଥଟିରେ 49 ଗୋଟି ଚୌପଦୀ ମଧ୍ୟରୁ 10 ଗୋଟି ଆଦ୍ୟ ର ବ୍ୟଞ୍ଜନ ବର୍ଣ୍ଣ ଅନୁସାରେ, 10ଟି ଆଦ୍ୟ ସ ବ୍ୟଞ୍ଜନ ବର୍ଣ୍ଣ ଅନୁସାରେ, 10ଟି ପ ବ୍ୟଞ୍ଜନ ଅନୁସାରେ, 9 ଗୋଟି ବ୍ୟଞ୍ଜନ ଅନୁସାରେ, 9 ଗୋଟି ଆଦ୍ୟ ଚ ବ୍ୟଞ୍ଜନ ଅନୁସାରେ ଏବଂ 10ଟି ଆଦ୍ୟ କ ବ୍ୟଞ୍ଜନ ବର୍ଣ୍ଣ ଅନୁସାରେ ଗ୍ରଥିତ ହୋଇଛି। ବାସ୍ତବରେ ଚୌପଦୀ ଗୀତି କବିତାରେ ସବୁଠୁ କ୍ଷୁଦ୍ର ରଚନା ହେଲେ ହେଁ ଏଥିରେ ଭରି ରହିଛି କାବ୍ୟିକ ରସୋଚ୍ଛଳତା ଏବଂ ଅପୂର୍ବ ଭାକ୍ତିକତା। ଷୋଡ଼ଶ ଶତାବ୍ଦୀରେ ଚୌପଦୀ ବିକଶିତ ହୋଇ ପରବର୍ତ୍ତୀ କାଳରେ ଏହାର ରୂପ ଓ ରୀତିରେ ପରିବର୍ତ୍ତନ ସାଧିତ ହୋଇଛି। ସଙ୍ଗୀତର ମଧୁର ଝଙ୍କାର ଏହାର ମାଧୁର୍ଯ୍ୟକୁ ବୃଦ୍ଧି କରିବାରେ ବେଶ୍ ସହାୟକ। ତାହେଲେ ମୁଁ ସର୍ଟରେ କେବଳ ପଢ଼ିଦେଲି, ତମେମାନେ ଦେଖିକି ପଢ଼ିଦେବ। ବହୁତ ବଢ଼ିଆ ଭାବରେ ବୁଝାଯାଇଛି ଚୌପଦୀ।